तेषामेवानुकम्पार्थम् अहमज्ञानजं तमः नाशयाम्यात्मभावस्तो ज्ञानदीपेन भास्वता। बंधुगण, এই শ্লোকরে শ্রীকৃষ্ণ কৃপার স্বরূপ সম্বন্ধে বিস্তৃত ভাବରେ ବର୍ଣ୍ଣନା କରୁଛନ୍ତି। ପୂର୍ବବର୍ତ୍ତୀ ଶ୍ଲୋକରେ ସେ ବର୍ଣ୍ଣନା କରିଥିଲେ ଯେ ଯେଉଁ ବ୍ୟକ୍ତି ଗଭୀର ଅନୁରାଗରେ ମନକୁ ତାଙ୍କଠାରେ ସଂଲଗ୍ନ ରଖିଥାଏ ଏବଂ ନିଜର ପ୍ରତ୍ୟେକ ବିଚାର, ଭାବନା ଏବଂ କାର୍ଯ୍ୟର ଉଦ୍ଦେଶ୍ୟ ଭାବରେ ତାଙ୍କୁ ହିଁ ଗ୍ରହଣ କରିଥାଏ, ସେହି ବ୍ୟକ୍ତିଙ୍କୁ ସେ ତାଙ୍କର କୃପା ପ୍ରଦାନ କରିଥାନ୍ତି। ବର୍ତ୍ତମାନ ସେ କୃପା ପ୍ରାପ୍ତ କରିବା ଦ୍ୱାରା କ'ଣ ହୋଇଥାଏ ତାହା ବର୍ଣ୍ଣନା କରୁଛନ୍ତି। ସେ କହୁଛନ୍ତି ଯେ କୃପା କରିବାକୁ ଯାଇ ସେ ଜ୍ଞାନର ଦୀପ ଦ୍ୱାରା ସେମାନଙ୍କର ହୃଦୟର ଅନ୍ଧକାରକୁ ନାଶ କରିଦେଇଥାନ୍ତି। ଅନ୍ଧକାରକୁ ଅଧିକାଂଶତଃ ଅଜ୍ଞାନର ପ୍ରତୀକ ଭାବରେ ଗ୍ରହଣ କରାଯାଇଥାଏ, କିନ୍ତୁ ଭଗବାନ ଯେଉଁ ଜ୍ଞାନର ପ୍ରଦୀପ କଥା କହୁଛନ୍ତି ତାହା କ'ଣ ଅଛି? ବର୍ତ୍ତମାନ ଅବସ୍ଥାରେ ଆମର ଇନ୍ଦ୍ରିୟ, ମନ ଏବଂ ବୁଦ୍ଧି ସମସ୍ତେ ମାୟିକ ଅଟନ୍ତି, ଅଥଚ ଭଗବାନ ଦିବ୍ୟ ଅଟନ୍ତି। ତେଣୁ ଆମେ ତାଙ୍କୁ ଦେଖିପାରୁନାହୁଁ କିମ୍ବା ଶୁଣିପାରୁ ମଧ୍ୟ ନାହୁଁ, ଜାଣିପାରିନଥାଉ ଏବଂ ପ୍ରାପ୍ତ ମଧ୍ୟ କରିପାରିନଥାଉ। ଭଗବାନ ଯେତେବେଳେ କୃପା କରନ୍ତି, ସେ ଜୀବକୁ ନିଜର ଯୋଗମାୟା ଶକ୍ତିକୁ ପ୍ରଦାନ କରିଥାନ୍ତି। ଏହାକୁ ଶୁଦ୍ଧ ସତ୍ତ୍ୱ କୁହାଯାଏ, ଯାହା ମାୟାର ସତ୍ତ୍ୱଗୁଣଠାରୁ ଭିନ୍ନ ଅଟେ। ସେହି ଶୁଦ୍ଧ ସତ୍ତ୍ୱ ପ୍ରାପ୍ତ କରି ଆମର ଇନ୍ଦ୍ରିୟ, ମନ ଓ ବୁଦ୍ଧି ଦିବ୍ୟ ହୋଇଯାଇଥାଏ। ସରଳ ଶବ୍ଦରେ ବନ୍ଧୁଗଣ, ଭଗବାନ କୃପା କରି ତାଙ୍କର ଦିବ୍ୟ ଇନ୍ଦ୍ରିୟ, ଦିବ୍ୟ ମନ ଏବଂ ଦିବ୍ୟ ବୁଦ୍ଧି ଜୀବକୁ ପ୍ରଦାନ କରିଥାନ୍ତି ଏବଂ ଏହିସବୁ ଦିବ୍ୟ ଉପକରଣରେ ଶୋଭିତ ହୋଇ ଜୀବ ଭଗବାନଙ୍କୁ ଦେଖିପାରିଥାଏ, ଶୁଣିପାରିଥାଏ, ଜାଣିପାରିଥାଏ ଏବଂ ପ୍ରାପ୍ତ ମଧ୍ୟ କରିପାରିଥାଏ। ସେଥିପାଇଁ ବେଦାନ୍ତ ଦର୍ଶନରେ ଉଲ୍ଲେଖ ଅଛି, ବିଶେଷାନୁଗ୍ରହଶ୍ଚ, ଅର୍ଥାତ୍ କେବଳ ଭଗବାନଙ୍କ କୃପାରୁ ହିଁ ଜୀବ ଦିବ୍ୟ ଜ୍ଞାନ ପ୍ରାପ୍ତ କରିପାରିବ। ଅତଏବ ଶ୍ରୀକୃଷ୍ଣ ଯେଉଁ ପ୍ରଦୀପ ବିଷୟରେ କହିଥିଲେ ତାହା ତାଙ୍କର ଦିବ୍ୟ ଶକ୍ତି ଅଟେ। ଭଗବାନଙ୍କ ଦିବ୍ୟ ଶକ୍ତିର ଦିବ୍ୟ ଆଲୋକ ମାୟାର ଅନ୍ଧକାରକୁ ଅପସାରିତ କରିଦେଇଥାଏ। ଶିକ୍ଷା, ମୁଁ ଯିଏକି ସେମାନଙ୍କ ହୃଦୟରେ ନିବାସ କରିଥାଏ, କୃପାପୂର୍ବକ ଉଜ୍ଜ୍ୱଳ ଜ୍ଞାନଦୀପ ଦ୍ୱାରା ସେମାନଙ୍କ ଅଜ୍ଞାନ ଅନ୍ଧକାରକୁ ନାଶ କରିଦିଏ। Out of compassion for them, I, who dwell within their hearts, destroy the darkness born of ignorance with the luminous lamp of knowledge. Hare Krishna.